ଆସନ୍ତୁ ବୁଝିବା ଧନୀ କିଏ ଗରିବ କିଏ। ଧନୀ ଲୋକମାନେ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଏବଂ ଗରିବ ଲୋକ ରୋଜଗାର କରନ୍ତି ଏବଂ ସଞ୍ଚୟ କରିବାକୁ ଟଙ୍କା ନଥାଏ। ଧନୀ ଲୋକମାନେ ଭଲ ଶିକ୍ଷା ପାଆନ୍ତି, ଯେତେବେଳେ ଗରିବ ଲୋକମାନେ ଦାରିଦ୍ର୍ୟର ଦୁର୍ଦ୍ଦାନ୍ତ ଚକ୍ରରେ ଫସି ରହିଥାନ୍ତି। ଧନୀ ଲୋକମାନେ ସର୍ବଦା ସରକାରଙ୍କର ପ୍ରିୟ, ଗରିବ ଲୋକ କେବଳ କିଛି ବିଶେଷ ଉତ୍ସବରେ ସରକାରଙ୍କ ପ୍ରିୟ ଅଟନ୍ତି। ଜଣେ ଧନୀ ବ୍ୟକ୍ତି ଭାବନ୍ତି ଯେ ଟଙ୍କା ସୁଖ କିଣିପାରିବ ନାହିଁ, କିନ୍ତୁ ଜଣେ ଗରିବ ଲୋକ ଭାବନ୍ତି ଯେ ଟଙ୍କା ସୁଖ ଆଣିଥାଏ। ଯେତେବେଳେ ଧନୀ ଲୋକମାନେ ଏକତ୍ରିତ ହୁଅନ୍ତି, ସେମାନେ ଦାରିଦ୍ର୍ୟ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ, କିନ୍ତୁ ଯେତେବେଳେ ଗରିବ ଲୋକ ଏକତ୍ରିତ ହୁଅନ୍ତି, ସେମାନେ ନିଶ୍ଚିତ ଭାବରେ ଧନୀତା ବିଷୟରେ କଥାବାର୍ତ୍ତା କରନ୍ତି। ଗରିବ ଲୋକ ନଥିବା ବେଳେ ଧନୀ ଲୋକମାନେ ଭଲ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ। ଧନୀ ଲୋକମାନେ ଜୀବନରେ ସବୁକିଛି ଦେଖନ୍ତି, ଯେତେବେଳେ ଗରିବମାନେ ସେମାନଙ୍କର ଦାରିଦ୍ର୍ୟରୁ ବାହାରି ପାରନ୍ତି ନାହିଁ। ଗରିବ ଏବଂ ଧନୀକୁ ଅଲଗା ଯିଏ କରେ, ତାହା ହେଉଛି ଟଙ୍କା। ଯଦି କୌଣସି ମୁଦ୍ରା ନାହିଁ, ତେବେ କେହି ଧନୀ କିମ୍ବା ଗରିବ ହେବେ ନାହିଁ, କିନ୍ତୁ ଯଦି ଏହା ଘଟେ ତେବେ ସମଗ୍ର ସିଷ୍ଟମ ନଷ୍ଟ ହୋଇଯିବ। କିନ୍ତୁ ବ୍ୟବସ୍ଥା ବଜାୟ ରଖିବା ପାଇଁ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ଗଭୀର କରିବା କେତେ ପରିମାଣରେ ଆବଶ୍ୟକ। ସମାଜକୁ ବଜାୟ ରଖୁଥିବା ପ୍ରଣାଳୀ ଦାରିଦ୍ର୍ୟ ଏବଂ ଧନ ସୃଷ୍ଟି କରେ।